প্রিয় দর্শক বন্ধুগণ নমস্কার। আসি যাইছি নতুন আপডেট নেই যাহাকি আপন মানে দেখিবা নিহাতি দরকার। আজি 26 জানুয়ারি দর্শক বন্ধুগণ সোমবার এবং 27 জানুয়ারি মঙ্গলবার পাই গত 24 ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ରହିବ। ରାତିର ସବୁଠାରୁ ତାପମାତ୍ରା ଫୁଲବାଣୀଠାରେ 8.8 ଡିଗ୍ରୀ ସେଲସିୟସ୍ ଥିଲା। ପାହାଡ଼ିଆ ସ୍ଥାନରେ ଥିଲା ଜି ଉଦୟଗିରିଠାରେ 4.5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଯାଇଛି। କିଛି କିଛି ସ୍ଥାନରେ ଉପର ନିଚ ହେଉଛି, ସବୁ ଜାଗାରେ ସ୍ୱାଭାବିକ ରହିଅଛି। ତାପମାତ୍ରା ଗୋଟିଏ ସହରରେ କୁହୁରି ଦେଖିବାକୁ ମିଳିଅଛି, ଯେମିତି ଜିଲ୍ଲାଟି ହେଲା କଳାହାଣ୍ଡିର ଭବାନୀପାଟଣା ସହରଠାରେ କମ୍ ଭିଜିବିଲିଟି, ଯାହାକି 400 ମିଟର ମଧ୍ୟରେ ରହିବ କୁହୁରି ବୋଲି ଅନୁମାନ କରାଯାଉଛି। ବଡ଼ ଧରଣର କିଛି ପରିବର୍ତ୍ତନ ହେବାର ନାହିଁ କି ବର୍ଷା ହେବାର ନାହିଁ, କିନ୍ତୁ କିଛି କିଛି ଜିଲ୍ଲାରେ ମେଘୁଆ ପାଗ ରହିବ ବୋଲି ଅନୁମାନ କରାଯାଉଛି। 1 ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ଏବଂ ମେଘୁଆ ପାଗ ରହିବ। କିଛି ସ୍ଥାନରେ ବର୍ଷା ହୋଇପାରେ 1 ତାରିଖ ପରେ ବୋଲି ଅନୁମାନ କରାଯାଉଅଛି। 26 ତାରିଖ ଓ 27 ତାରିଖରେ ଭଦ୍ରକ, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ ସାମାନ୍ୟ କୁହୁରି ହେବାର ସମ୍ଭାବନା ଅଛି। 28, 29, 30 ତାରିଖରେ ଯେମିତି କଳାହାଣ୍ଡି, ଗଜପତି, ଖୋର୍ଦ୍ଧା, କଟକରେ କୁହୁରି ହେବ ବୋଲି ଅନୁମାନ କରାଯାଉଛି। ଆଗାମୀ 2ରୁ 3 ଦିନରେ ତାପମାତ୍ରା 1ରୁ 2 ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି ବଢ଼ିବ ଏବଂ ଗରମ ହେବ ବୋଲି ଅନୁମାନ କରାଯାଉଛି। 29 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସାମାନ୍ୟ କୁହୁରି ହେବ କେତୋଟି ଜିଲ୍ଲାରେ, ଯେମିତି ଜିଲ୍ଲାଗୁଡ଼ିକ ହେଲା କଟକ, କଳାହାଣ୍ଡି, ଖୋର୍ଦ୍ଧା, ଗଜପତି ଓ ନୟାଗଡ଼ ଜିଲ୍ଲାଠାରେ କୌଣସି ୱାର୍ଣ୍ଣିଂ ଦିଆଯାଇନାହିଁ। କୌଣସି ଜିଲ୍ଲାରେ କିଛି ୱାର୍ଣ୍ଣିଂ ନାହିଁ ଶୀତ ପାଇ କି ବର୍ଷା ପାଇ। କେତେକ ଜିଲ୍ଲାର ତାପମାତ୍ରା ରେକର୍ଡ ହୋଇଛି, ଯେମିତି ନୂଆପଡ଼ା ଏବଂ ଫୁଲବାଣୀଠାରେ 9 ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ାଠାରେ 11 ଡିଗ୍ରୀ ସେଲସିୟସ୍, କୋରାପୁଟଠାରେ 12 ଡିଗ୍ରୀ, ନବରଙ୍ଗପୁରଠାରେ 12 ଡିଗ୍ରୀ ସେଲସିୟସ୍, ଭବାନୀପାଟଣାଠାରେ 12 ଡିଗ୍ରୀ ସେଲସିୟସ୍, ବଲାଙ୍ଗୀରଠାରେ 12 ଡିଗ୍ରୀ ସେଲସିୟସ୍, ଅନୁଗୁଳଠାରେ 12 ଡିଗ୍ରୀ ସେଲସିୟସ୍, ରାଉରକେଲାଠାରେ 12 ଡିଗ୍ରୀ, ଢେଙ୍କାନାଳରେ 12 ଡିଗ୍ରୀ ଏବଂ ଏହିସବୁ ରେକର୍ଡ କରାଯାଇଅଛି। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ମୁଖ୍ୟ ପାଣିପାଗ ବିଷୟର ଖବର। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ, ଆପଣଙ୍କ ବନ୍ଧୁମାନଙ୍କ ସାଙ୍ଗରେ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଆପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଆପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା।